ओं नमः शिवाय मोर स्नेहर छात्र छात्री माने दीपुसर ज्ञान यूट्यूब चैनल को स्वागत करुछि। আজি ପିଲାମାନେ ମୁଁ OTET ପିଲାମାନଙ୍କ ପାଇଁ ଗୋଟେ ସୁନ୍ଦର ଭିଡ଼ିଓ ନେଇ ଆସିଛି। ପିଲାମାନେ ଦେଖ 2023ରେ OTETର ଯେଉଁ କ୍ୱେଶ୍ଚନ୍ ଆସିଥିଲା ପେପର 2ରେ ମୁଁ ଆଜି ସମସ୍ତ କ୍ୱେଶ୍ଚନ୍ ଗୁଡ଼ିକ ଆଲୋଚନା କରିବି ଏବଂ ତା ଆନ୍ସର ଗୁଡ଼ିକ ମଧ୍ୟ ଆଲୋଚନା କରିବି। ଗୋଟିଏ ଭିଡ଼ିଓରେ ପିଲାମାନେ 2023ରେ OTET ଏକ୍ଜାମର ସମସ୍ତ କ୍ୱେଶ୍ଚନ୍ 150 ମାର୍କର ମୁଁ ଆଲୋଚନା କରିବି। ଏବେ ପିଲାମାନେ ମୁଁ ଗୋଟିଏ ପରେ ଗୋଟିଏ କ୍ୱେଶ୍ଚନ୍ ଏବଂ ତାର ଆନ୍ସର ଆଲୋଚନା କରୁଛି। ପ୍ରଥମ କ୍ୱେଶ୍ଚନ୍ ପିଲାମାନେ କହିଛି ଅଣୁ କୌଶଳ ଶିକ୍ଷାଦାନର ଜନକ କିଏ? ଯେ ହୁ ଇଜ୍ ଦ ଫାଦର ଅଫ୍ ମାଇକ୍ରୋ ଟିଚିଂ? ଉତ୍ତର ହେଉଛନ୍ତି ବି ଅପସନ୍ ଡି ଡବ୍ଲ୍ୟୁ ଆଲେନ୍। ଦ୍ୱିତୀୟ କ୍ୱେଶ୍ଚନ୍ ପିଲାମାନେ କହିଛି କେଉଁ ମନସ୍ତତ୍ତ୍ୱବିତ୍ କୈଶୋରମାନଙ୍କ କ୍ଷେତ୍ରରେ ଝଡ଼ ଓ ମାନସିକ ଉତ୍ତେଜନା ଶବ୍ଦ ଗଠନ କରିଥିଲେ? ଦେ ଷ୍ଟ୍ରମ୍ସ ଆଣ୍ଡ ଷ୍ଟ୍ରେସ୍ ଇନ୍ ଆଡୋଲେନ୍ସ କିଏ ଏହି ଶବ୍ଦଦ୍ୱୟ ଗଠନ କରିଥିଲେ? ଉତ୍ତର ହେଉଛି ସି ଅପସନ୍ ଷ୍ଟାନଲି ହଲ୍। ନେକ୍ସଟ କ୍ୱେଶ୍ଚନ୍ ନିମ୍ନୋକ୍ତ କେଉଁ କାରକ ଏକ ପରୀକ୍ଷଣର ବିଶ୍ୱସ୍ତତାକୁ ପ୍ରଭାବିତ କରିଥାଏ? କେଉଁ କାରକ ଏକ ପରୀକ୍ଷଣର ବିଶ୍ୱସ୍ତତାକୁ ପ୍ରଭାବିତ କରିଥାଏ? ଅପସନ୍ 1 ପ୍ରଶ୍ନପତ୍ରର ଶବ୍ଦ ବିନ୍ୟାସ, ଭୌତିକ ପୃଷ୍ଠଭୂମି, ଉତ୍ତରଦାତାଙ୍କ ମାନସିକତା। ଉତ୍ତର ହେଉଛି ଉପରୋକ୍ତ ସମସ୍ତ। କୌଣସି ତଥ୍ୟାବଳୀର ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ ପିଲାମାନେ ପରୀକ୍ଷାରେ ସବୁବେଳେ ଆସେ। କୌଣସି ତଥ୍ୟାବଳୀର ବିସ୍ତୃତି ବା ପରିବର୍ତ୍ତନଶୀଳ ଲବ୍ଧାଙ୍କର ପରିମାପକୁ କ'ଣ କହନ୍ତି? ଦ ମିଜର ଅଫ୍ ସ୍ପ୍ରେଡ୍ or variability of scores in data is called dash। ମାନ ବିଶ୍ୱସ୍ତତା, ମାନକ ବିଚ୍ୟୁତି, ବୈଧତା। ଉତ୍ତର ପିଲାମାନେ ହେଉଛି ସି ମାନକ ବିଚ୍ୟୁତି। ନେକ୍ସଟ କ୍ୱେଶ୍ଚନ୍ ସୁଲତାନ ନାମକ ସିମ୍ପାଞ୍ଜି ଉପରେ ପରୀକ୍ଷଣ କରିଥିବା ଜର୍ମାନୀ ମନସ୍ତତ୍ତ୍ୱବିତଙ୍କର ନାମ କ'ଣ ଥିଲା? ଏଇଟା ପିଲାମାନେ +2 ସେକେଣ୍ଡ ଇୟର ଏଜୁକେସନ୍ ମଧ୍ୟ ଅଛି ଯେ ସିମ୍ପାଞ୍ଜିକୁ ନେଇକି କିଏ ପରୀକ୍ଷା କରୁଥିଲେ? ଯେଉଁ ଜର୍ମାନୀ ସାଇକୋଲୋଜିଷ୍ଟ କିଏ ସିମ୍ପାଞ୍ଜିକୁ ନେଇକି ପରୀକ୍ଷା କରୁଥିଲେ ଯାହାର ନାଁ ଥିଲା ସୁଲତାନ। ଉତ୍ତର ପିଲାମାନେ ହେଉଛି କଲହର। ମନେଥିବ କଲହର ଯିଏକି ସିମ୍ପାଞ୍ଜିକୁ ନେଇ ପରୀକ୍ଷା କରିଥିଲେ କିଏ? କଲହର। ଏବଂ ମନେଥାଉ ତାଙ୍କ ଶିକ୍ଷଣ ନାଁ ଥିଲା ଅନ୍ତର୍ଦୃଷ୍ଟି ଶିକ୍ଷଣ ତତ୍ତ୍ୱ। 6 ନମ୍ବର କ୍ୱେଶ୍ଚନ୍ କେଉଁଟି ଶିକ୍ଷାଦାନ ପ୍ରଣାଳୀ ପ୍ରକ୍ରିୟାର ଶିକ୍ଷାର୍ଥୀ କୈନ୍ଦ୍ରିକ ପନ୍ଥାର ଏକ ବୈଶିଷ୍ଟ୍ୟ ନୁହେଁ? ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ ପିଲାମାନେ ଯେ କେଉଁଟି ଶିକ୍ଷାଦାନ ଶିକ୍ଷଣ ପ୍ରକ୍ରିୟାରେ ଶିକ୍ଷାର୍ଥୀ କୈନ୍ଦ୍ରିକ ପନ୍ଥାର ଏକ ବୈଶିଷ୍ଟ୍ୟ ନୁହେଁ? 6 ନମ୍ବର ଉତ୍ତର ହେଉଛି ଡି ଅପସନ୍, ଏହା ଏକ ପୂର୍ବ ନିର୍ଦ୍ଧାରିତ ପନ୍ଥା ଅଟେ। 7 ନମ୍ବର କହିଛି 25, 29, 25, 32, 24xର ମାଧ୍ୟମାନ ହେଲା 32। ତାହେଲେ ମଧ୍ୟମା କେତେ? ଏଇଟା ପିଲା ଖାଲି ଉତ୍ତର ପିଲାମାନେ କହିଦେଉଛି। ପରବର୍ତ୍ତୀ ଅବସ୍ଥାରେ ମୁଁ ଯେତେବେଳେ ମ୍ୟାଥ୍ ଡିସ୍କସନ୍ କରିବି, ଆଲୋଚନା କରିବି, ଉତ୍ତର ପିଲାମାନେ ସି ଅପସନ୍ 26। 7 ନମ୍ବର କ୍ୱେଶ୍ଚନ୍ ଏକ ତଥ୍ୟାବଳୀର ମାଧ୍ୟମାନ ଗରିଷ୍ଠକ ଯଥାକ୍ରମେ 4 ଆଉ 10। ଯଦିଓ ମାଧ୍ୟମାନ ଆଉ ଗରିଷ୍ଠକ 4, 10 ଅଛି ତାହେଲେ ମଧ୍ୟମା କେତେ ହେବ? ଉତ୍ତର ହେଉଛି 6। ପିଲାମାନେ ଦେଖ ଏଇ ଟାଇପ୍ର କ୍ୱେଶ୍ଚନ୍ 2023ରେ ଆସିଥିଲା। ତେଣୁ ମୁଁ ଖାଲି କ୍ୱେଶ୍ଚନ୍ ଗୁଡ଼ିକ କହୁଛି, ତାର ଆନ୍ସର କହୁଛି, ତୁମେ କ୍ୱେଶ୍ଚନ୍ ପ୍ୟାଟର୍ନ ବି ଜାଣିପାରିବ ଏବଂ କେଉଁ କ୍ୱେଶ୍ଚନ୍ ଆସିଲା ମଧ୍ୟ ଜାଣିପାରିବ। ଏବେ ପିଲାମାନେ ଆମେ ଆଲୋଚନା କରିବା 9 ନମ୍ବର କ୍ୱେଶ୍ଚନ୍। 9 ନମ୍ବର କ୍ୱେଶ୍ଚନ୍ ପିଲାମାନେ କହିଛି କାହା ମତରେ ମୂଲ୍ୟବୋଧ ହେଉଛି ମନୁଷ୍ୟ ବ୍ୟକ୍ତିତ୍ୱର ଏକ ବଳବତ୍ତର ଆଗ୍ରହ? କିଏ କହିଥିଲେ? ଉତ୍ତର ପିଲାମାନେ ଏ ଅପସନ୍ ଆଲପର୍ଟ। 10 ନମ୍ବର କ୍ୱେଶ୍ଚନ୍ କହିଛି ସୃଜନଶୀଳତାର ମୂଲ୍ୟାୟନ ପାଇଁ କିଏ ପ୍ରଥମେ ପରୀକ୍ଷଣ କରିଥିଲେ? ବା ପରୀକ୍ଷାରେ ଆସେ ହୁ ଡେଭଲପମେଣ୍ଟ କ୍ରିଏଟିଭିଟି ଟେଷ୍ଟ। କିଏ କରିଥିଲେ? ନା ଟୋରାନସ୍। ନେକ୍ସଟ କ୍ୱେଶ୍ଚନ୍ 11 ନମ୍ବରକୁ ଯିବା। ବୌଦ୍ଧିକ ବିକାଶର ପରିମାପ ନିମ୍ନୋକ୍ତ କେଉଁ ପରୀକ୍ଷଣ ଦ୍ୱାରା ହୋଇପାରିବ? ରଚନାତ୍ମକ, ବସ୍ତୁନିଷ୍ଠ, ମୌଖିକ, ଉପରୋକ୍ତ ସମସ୍ତ। ଉତ୍ତର ପିଲାମାନେ ହେଉଛି ଉପରୋକ୍ତ ସମସ୍ତ। ନିମ୍ନଲିଖିତ ମଧ୍ୟରୁ କେଉଁଟି ଏକ ଅଣ ପରୀକ୍ଷଣ ପଦ୍ଧତି ନୁହେଁ? ଆଗ୍ରହ ପରିମାପକ ସୂଚୀ, ଉପଯୋଜନ ପରିମାପକ ସୂଚୀ, ନିର୍ଦ୍ଧାରଣ ମାପନ, କର୍ମକୁଶଳତା ପରୀକ୍ଷଣ। ଉତ୍ତର ହେଉଛି ପିଲାମାନେ କର୍ମକୁଶଳତା ପରୀକ୍ଷଣ।
ପିଲାମାନେ ଦେଖ ବର୍ତ୍ତମାନ ମୁଁ ପେଡାଗୋଜିର 12ଟି କ୍ୱେଶ୍ଚନ୍ ଆଲୋଚନା କରିସାରିଲେଣି। ଏବେ ଆମେ 13 ନମ୍ବରକୁ ଯିବା। ଯେତେବେଳେ ଜଣେ ଶିକ୍ଷକ ଶିକ୍ଷାର୍ଥୀମାନଙ୍କ ପାଇଁ ଶିକ୍ଷାଦାନ ପଦ୍ଧତି, ଶିକ୍ଷଣ କାର୍ଯ୍ୟ ଓ କୌଶଳ ସ୍ଥିର କରନ୍ତି ତାହାକୁ କ'ଣ କୁହାଯାଏ? ଶିକ୍ଷକ ଯେତେବେଳେ ଶିକ୍ଷାର୍ଥୀମାନଙ୍କ ପାଇଁ ଶିକ୍ଷାଦାନ ପଦ୍ଧତି, ଶିକ୍ଷଣ କାର୍ଯ୍ୟ ଓ କୌଶଳ ସ୍ଥିର କରନ୍ତି ତାହାକୁ କ'ଣ କୁହାଯାଏ? ନା ଶିକ୍ଷକ କୈନ୍ଦ୍ରିକ କୁହାଯାଏ। କେଉଁ ଉକ୍ତିଟି ଶିକ୍ଷାର୍ଥୀ କୈନ୍ଦ୍ରିକ ପନ୍ଥା ପାଇଁ ଠିକ୍ ନୁହେଁ? କେଉଁ ଉକ୍ତିଟି ଶିକ୍ଷାର୍ଥୀ କୈନ୍ଦ୍ରିକ ପନ୍ଥା ପାଇଁ ଠିକ୍ ନୁହେଁ? ଏହା ଶିକ୍ଷାର୍ଥୀମାନଙ୍କୁ ସେମାନଙ୍କର ଦଳ ମଧ୍ୟରେ ଆଲୋଚନା ଓ ଶିକ୍ଷଣ କାର୍ଯ୍ୟ ପାଇଁ ଅନୁମତି ଦେଇଥାଏ। এইটা ହେଉଛି ଉତ୍ତର ପିଲାମାନେ। ଏହା ଶିକ୍ଷାର୍ଥୀମାନଙ୍କୁ ସେମାନଙ୍କର ଦଳ ମଧ୍ୟରେ ଆଲୋଚନା ଓ ଶିକ୍ଷଣ କାର୍ଯ୍ୟ ପାଇଁ ଅନୁମତି ଦେଇଥାଏ। ନେକ୍ସଟ କ୍ୱେଶ୍ଚନ୍, ନିମ୍ନୋକ୍ତ ମଧ୍ୟରୁ କେଉଁଟି ବିକାଶ ପ୍ରକ୍ରିୟାର ଏକ ନିୟମ ନୁହେଁ? ବହୁତ ଇମ୍ପୋର୍ଟାଣ୍ଟ, ଛୁଆ ପରୀକ୍ଷାରେ ସବୁବେଳେ ଆସେ ଯେ ବିକାଶ ପ୍ରକ୍ରିୟାର ଏକ ନିୟମ କେଉଁଟା ନୁହେଁ? ସମାନତା, ଧାରାବାହିକତା, ବ୍ୟକ୍ତିଗତ ପ୍ରଭେଦ, ପ୍ରତ୍ୟାଶିତତା। ଉତ୍ତର ହେଉଛି ପିଲାମାନେ 15A ସମାନତା। କେଉଁ କାରକଟି ଶିକ୍ଷଣକୁ ଖୁବ୍ କମ୍ ପ୍ରଭାବିତ କରିଥାଏ? କମ୍ ପ୍ରଭାବିତ କରିଥାଏ? ବୟସ, ଅସୁସ୍ଥତା, ଲିଙ୍ଗଗତ, ଏଗୁଡ଼ା ସବୁ ପ୍ରଭାବିତ କରିଥାଏ, କିନ୍ତୁ ଅବସରଟି କମ୍। ଉତ୍ତର ପିଲାମାନେ ହେବ 16 ନମ୍ବର ଡି। ଆଉ ଥରେ କହିଦେବ କେଉଁ କାରକଟି ଶିକ୍ଷଣକୁ କମ୍ ପ୍ରଭାବିତ? ଉତ୍ତର ହେଉଛି ଲିଙ୍ଗଗତ ପ୍ରଭେଦ। 17 ନମ୍ବର କ୍ୱେଶ୍ଚନ୍, ଗଠନମୂଳକ ମୂଲ୍ୟାୟନର ଉଦ୍ଦେଶ୍ୟ କ'ଣ? ଯେ ଗଠନମୂଳକ ମୂଲ୍ୟାୟନର ଉଦ୍ଦେଶ୍ୟ କ'ଣ? ଏଇଟା 2023ରେ ପିଲାମାନେ ଆସିଥିଲା ଯେ ଫର୍ମାଟିଭ୍ ଏଭାଲୁଏସନ୍ର ଉଦ୍ଦେଶ୍ୟ କ'ଣ? ଉତ୍ତର ହେଉଛି ପିଲାମାନେ ଶିକ୍ଷଣ ଅଗ୍ରଗତି ନିର୍ଦ୍ଧାରଣ କରିବାକୁ। ଶିକ୍ଷାର୍ଥୀର ଶିକ୍ଷଣ ଫଳାଫଳକୁ ମାପୁଥିବା ପରୀକ୍ଷଣକୁ କ'ଣ କୁହାଯାଏ? ଯେ ଶିକ୍ଷାର୍ଥୀର ଶିକ୍ଷଣ ଫଳାଫଳକୁ ମାପୁଥିବା ପରୀକ୍ଷଣକୁ କ'ଣ କୁହାଯାଏ? ଉପଲବ୍ଧି ପରୀକ୍ଷଣ କୁହାଯାଏ। ମଡେଲ କେଉଁ ପ୍ରକାର ଶିକ୍ଷଣ ସାମଗ୍ରୀ ଅଟେ? ମଡେଲ, ଯେଉଁ ମଡେଲଟା ଯେଉଁ କେଉଁ ଟାଇପ୍ର ଶିକ୍ଷଣ ସାମଗ୍ରୀ ଅଟେ? ଉତ୍ତର ହେଉଛି ମାତ୍ରା ସୂଚକ, ଡାଇମେନ୍ସନାଲ। 20 ନମ୍ବର କ୍ୱେଶ୍ଚନ୍, ଶିକ୍ଷାଦାନରେ ସାମାଜିକ ସଂଗଠନବାଦ କାହା ଉପରେ କେନ୍ଦ୍ରୀଭୂତ? ଯେ ଶିକ୍ଷାଦାନରେ ସାମାଜିକ ସଂଗଠନବାଦ କାହା ଉପରେ କେନ୍ଦ୍ରୀଭୂତ? ଉତ୍ତର ହେଉଛି ସି, ଅନୁଭୂତି ଉପରେ ଆଧାରିତ ଶିକ୍ଷଣ ବା ଏକ୍ସପେରିମେଣ୍ଟାଲ ଲର୍ଣ୍ଣିଂ। ଏକ ତଥ୍ୟାବଳୀର ପ୍ରସରଣ ବା ଭେରିଆନ୍ସ ଅଛି 696, ମାନକ ବିଚ୍ୟୁତି କେତେ ହେବ? ଉତ୍ତର ପିଲାମାନେ ହେଉଛି ବି ଅପସନ୍ 14। ଭିନ୍ନକ୍ଷମ ଶିଶୁର ଶିକ୍ଷା ଶିକ୍ଷା ବ୍ୟବସ୍ଥାର ଏକ ଅଭିନ୍ନ ଅଂଶ ବିଶେଷ, ଯାହା ପାଇଁ ସମନ୍ୱିତ ଶିକ୍ଷାର ଆବଶ୍ୟକତା ଅଛି। ଏଇଟା କେଉଁ ଆୟୋଗ ସୁପାରିଶ କରିଥିଲେ? ଯେ ଭିନ୍ନକ୍ଷମ ଶିଶୁର ଶିକ୍ଷା ଶିକ୍ଷା ବ୍ୟବସ୍ଥାର ଏକ ଅଭିନ୍ନ ଅଂଶ ବିଶେଷ, ଯାହା ସମନ୍ୱିତ ଶିକ୍ଷାର ଆବଶ୍ୟକତା ଅଛି ବୋଲି କେଉଁ ଆୟୋଗ କହିଥିଲେ? ଉତ୍ତର ହେଉଛି ପିଲାମାନେ ବି ଅପସନ୍ କୋଠାରୀ ଆୟୋଗ। ନିମ୍ନୋକ୍ତ ମଧ୍ୟରୁ କେଉଁଟି ଶିକ୍ଷଣକୁ ପ୍ରଭାବିତ କରୁଥିବା ଶିକ୍ଷାର୍ଥୀ ସମ୍ବନ୍ଧିତ ଏକ କାରକ ନୁହେଁ? ଡି ଅପସନ୍ ସମ୍ପର୍କ। ତଳ ଶ୍ରେଣୀରେ କ୍ରୀଡ଼ା ପଦ୍ଧତିରେ ଶିକ୍ଷାଦାନ କାହା ଉପରେ ପର୍ଯ୍ୟବେସିତ ଅଟେ? ଉତ୍ତର ହେଉଛି ବୃଦ୍ଧି ଓ ବିକାଶର ମନସ୍ତାତ୍ତ୍ୱିକ ତତ୍ତ୍ୱ। ଶିକ୍ଷଣ ନିମନ୍ତେ ଦାୟିତ୍ୱ ଗ୍ରହଣ କରିବା ପାଇଁ ଜଣେ ଶିକ୍ଷାର୍ଥୀ ଯେତେବେଳେ ଉତ୍ସାହିତ ହୋଇଥାଏ ତାହାକୁ କ'ଣ କୁହାଯାଏ? ଉତ୍ତର ହେଉଛି ଶିକ୍ଷଣ କୈନ୍ଦ୍ରିକ। ଗ୍ରାଫ୍ କେଉଁ ପ୍ରକାରର ଶିକ୍ଷଣର ଦୃଶ୍ୟ ଅଟେ? ଗ୍ରାଫ୍ ଦୃଶ୍ୟ। ଉତ୍ତମ ପ୍ରଶ୍ନ ଗଠନ କରିବା ନିମନ୍ତେ କେଉଁ ବୈଶିଷ୍ଟ୍ୟ ପ୍ରତି ଦୃଷ୍ଟି ଦେବାକୁ ହୋଇଥାଏ? ଯଦି ଉତ୍ତମ ପ୍ରଶ୍ନ ଆମେ ଗଠନ କରିବା, ସ୍ପଷ୍ଟତା ନା ନିର୍ଦ୍ଦିଷ୍ଟତା ନା ପ୍ରାସଙ୍ଗିକତା? ଉତ୍ତର ହେଉଛି ଉପରୋକ୍ତ ସମସ୍ତ। ଜ୍ଞାନର ପ୍ରତିଷ୍ଠା, ବିକାଶ ଓ ସମ୍ପ୍ରସାରଣ ନିମନ୍ତେ ପ୍ରବେଶ ଦ୍ୱାର ସଦୃଶ ଡ୍ୟାସ୍ ଅଟେ? ବିଦ୍ୟାଳୟ, ପରିବେଶ, ପରିବାର, ଇନ୍ଦ୍ରିୟାନୁଭୂତି। ଉତ୍ତର ହେଉଛି ଇନ୍ଦ୍ରିୟାନୁଭୂତି। ନେକ୍ସଟ କ୍ୱେଶ୍ଚନ୍ ପିଲାମାନେ, କେଉଁ ଉକ୍ତିଟି ଏକ ପରୀକ୍ଷଣର ବିଶ୍ୱସ୍ତତା ସମ୍ବନ୍ଧରେ ସତ୍ୟ ଅଟେ? ଯେ କେଉଁ ଉକ୍ତିଟି ଏକ ପରୀକ୍ଷଣର ବିଶ୍ୱସ୍ତତା ସମ୍ବନ୍ଧରେ ସତ୍ୟ ଅଟେ? ଉତ୍ତର ହେଉଛି ଏହା ନମୁନାରୁ ନମୁନାକୁ ବଦଳିଥାଏ। ସୃଜନାତ୍ମକ ଚିନ୍ତନର କେଉଁ ବୈଶିଷ୍ଟ୍ୟ ତାହାକୁ ଅନ୍ୟାନ୍ୟ ସାଧାରଣ ଚିନ୍ତନ ପ୍ରକ୍ରିୟା ଠାରୁ ଭିନ୍ନ କରିଥାଏ?
ଅପସାରଣ, ମୌଳିକତା, ଅବାଧତା, ଉପରୋକ୍ତ ସମସ୍ତ। ଉତ୍ତର ହେଉଛି ଡି ଉପରୋକ୍ତ ସମସ୍ତ। ଏବେ ପିଲାମାନେ ମୁଁ ପେଡାଗୋଜିର ସମସ୍ତ କ୍ୱେଶ୍ଚନ୍ ଆଲୋଚନା କଲି। ଏବେ ଆମେ ଯିବା ସାହିତ୍ୟକୁ, ଯେ କେଉଁଠି ଏକ ଆଚରଣଗତ MIL ଓଡ଼ିଆକୁ ଆଲୋଚନା କରିବା। କେଉଁଠି ଏକ ଆଚରଣଗତ ପରିବର୍ତ୍ତନ ହୋଇଥିଲେ ମଧ୍ୟ ଶିକ୍ଷଣ ନୁହେଁ। ଉତ୍ତର ହେଉଛି ନିଶା ବା ଔଷଧ ସେବନ ପରେ ବ୍ୟବହାର। ଶିକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ କ'ଣ? ଶିକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ କ'ଣ? ମୂଲ୍ୟାଙ୍କନ କରିବା, ନିଦାନ କରିବା ନା ଉପରୋକ୍ତ ସମସ୍ତ? ଉତ୍ତର ହେଉଛି ଉପରୋକ୍ତ ସମସ୍ତ। ବ୍ୟକ୍ତିଗତ ପ୍ରଭେଦ ଦୂର କରିବା ପାଇଁ ଶିକ୍ଷକ କେଉଁ ପଦକ୍ଷେପ ଗ୍ରହଣ କରିବା ଅନୁଚିତ? ଯେ ବ୍ୟକ୍ତିଗତ ପ୍ରଭେଦ ଦୂର କରିବା ପାଇଁ ଶିକ୍ଷକ କେଉଁ ପଦକ୍ଷେପଟା ଗ୍ରହଣ କରିବା ଅନୁଚିତ? ଉତ୍ତର ହେଉଛି ଡି ଶିକ୍ଷକ କୈନ୍ଦ୍ରିକ ଶିକ୍ଷା ବ୍ୟବସ୍ଥା। 34 ନମ୍ବର କ୍ୱେଶ୍ଚନ୍ ପିଲାମାନେ, ଶିକ୍ଷାର୍ଥୀର ଆଚରଣରେ ପରିବର୍ତ୍ତନ ଡ୍ୟାସ୍ ଦ୍ୱାରା ସମ୍ଭବ ହୋଇଥାଏ ନା ଶିକ୍ଷଣ ଦ୍ୱାରା? ଗାଁ ଗଣ୍ଡା, ଏଥିରେ ଗଣ୍ଡା ପଦଟି କେଉଁ ପ୍ରକାର ଅବୟବ? ଗଣ୍ଡାଟି କେଉଁ ପ୍ରକାର ଅବୟବ? ନା ପଦ ବିକାରମୂଳକ ଅବୟବ। ନିମ୍ନୋକ୍ତ ମଧ୍ୟରୁ କେଉଁଟି ଅସମ୍ପନ୍ନ ବର୍ତ୍ତମାନ କାଳର କ୍ରିୟା? ଯେ କେଉଁଟି ଅସମ୍ପନ୍ନ ବର୍ତ୍ତମାନ କାଳର କ୍ରିୟା? ଉତ୍ତର ହେଉଛି ହେଉଛି। ଉତ୍ତମ ପ୍ରତିଷ୍ଠା ଲାଭ କରିଛନ୍ତି ଯେ ଉତ୍ତମ ପ୍ରତିଷ୍ଠା ଲାଭ କରିଛି, ତାକୁ ଯଦି ଆମେ ଏକ ପଦରେ ପ୍ରକାଶ କରିବା ଉତ୍ତର ହେବ ଲବ୍ଧ ପ୍ରତିଷ୍ଠ। କେଦାର ଗୌରୀ କାବ୍ୟ ରଚୟିତା କିଏ? କେଦାର ଗୌରୀ। ବହୁତ ଇଜି କ୍ୱେଶ୍ଚନ୍। କେଦାର ଗୌରୀ ରାଧାନାଥ ରାୟ। ତାପରେ ତ ଗୋଟେ ପ୍ୟାସେଜ ଦେଇଛି, ଅନୁଚ୍ଛେଦ ଦେଇଛି 29 ରୁ 43। ତେଣୁ ପ୍ୟାସେଜଟା ଆମେ ପଢ଼ିକି ପିଲାମାନେ 29 ରୁ 43 କ୍ୱେଶ୍ଚନ୍ କରିବା। ଆମ ଏକ୍ଜାମ୍ ଆଗକୁ ଯେଉଁ ଏକ୍ଜାମ୍ ଅଛି, OTET ଏକ୍ଜାମ୍ ଅଛି, ସେଥିରେ ମଧ୍ୟ MIL ଗୋଟେ ପ୍ୟାସେଜ ପଡ଼ିବ। ପ୍ୟାସେଜକୁ ଦେଖି ଆମେ କରିବା ଉତ୍ତର। ତାପରେ ଗୋଟେ ପଙ୍କ୍ତି ଦେଇଥିବ, ପଙ୍କ୍ତିରୁ ଦେଖି ମଧ୍ୟ ସାହିତ୍ୟର 44 ରୁ 48 ପର୍ଯ୍ୟନ୍ତ ନମ୍ବର ଆମେ କରିପାରିବା। ମୁଁ ଏଇଟା କାହିଁ ଡିସ୍କସନ୍ କରୁନାହିଁ ନା ପରୀକ୍ଷାରେ ଆମର ପ୍ୟାସେଜ ଆସିବ, ସେ ପ୍ୟାସେଜ ଅନୁସାରେ ଆମେ ଦେଖିକି କରିବା। ଗୋଟେ ପଙ୍କ୍ତି ଦେଇଥିବ, ତାକୁ ଦେଖି ଉତ୍ତର କରିବା। ଆମେ 48 ନମ୍ବର ପାଖରୁ ଆଲୋଚନା କରିବା ପିଲାମାନେ। ନିଜ କର୍ମର ଫଳ ଭୋଗିବ ବୋଲି କାହାକୁ କୁହାଯାଇଛି? ଯେଉଁ କବିତାରେ, ମୁଁ କବିତାଟା ଦେଖିନି, ଖାଲି ଉତ୍ତର ପିଲାମାନେ କହୁଛି। ଉତ୍ତର ହେଉଛି ଏ ମଣିଷକୁ। ଏବେ 49 ନମ୍ବରକୁ ଆଲୋଚନା କରିବା। କେଉଁଠି ଶାରୀରିକ ଦୈହିକ ଗୁଣାବଳୀ ସହ ସମ୍ବନ୍ଧିତ ନୁହେଁ? ଉତ୍ତର ହେଉଛି କେଶର ଆକୃତି। 50 ନମ୍ବର କ୍ୱେଶ୍ଚନ୍, ଶିକ୍ଷାର୍ଥୀମାନଙ୍କ ପାଖରେ କେଉଁ ସବୁ ଦକ୍ଷତା ଭିନ୍ନ ଥିବାରୁ ସମସ୍ତଙ୍କ ପାଇଁ ଏକ ପ୍ରକାର ଶିକ୍ଷାଦାନ ବ୍ୟବସ୍ଥା କରାଯିବା ଅନୁଚିତ? ଉତ୍ତର ହେଉଛି ବି ଅପସନ୍ ବୌଦ୍ଧିକ ଦକ୍ଷତା। ନେକ୍ସଟ କ୍ୱେଶ୍ଚନ୍, ଅଭିନ୍ନ ଅନ୍ୟ ସ୍ୱରବର୍ଣ୍ଣ ପରେ ଥିଲେ ଆକାର ପରିସ୍ଥିତି ବିସର୍ଗରେ କ'ଣ ହୁଏ? ଉତ୍ତର ହେଉଛି ଲୋପ ହୁଏ। କବିବର ରାଧାନାଥ ଲେଖିଛନ୍ତି, ଧନ୍ୟ ରଥେ ତୁମ ଜନ୍ମ ଶୁଭ କ୍ଷଣାଏ। ଏଠି କେଉଁ ବିରାମ ଚିହ୍ନ କରାଯାଇପାରିବ? ଉତ୍ତର ପିଲାମାନେ ବି ଅପସନ୍ କମା, ଉଦ୍ଧାର ଚିହ୍ନ, ବିସ୍ମୟ ସୂଚକ ଚିହ୍ନ, ପୂର୍ଣ୍ଣଚ୍ଛେଦ। କେଉଁ ରୂଢ଼ିର ଅର୍ଥ ଯତ୍ନ ନେବା? ଯତ୍ନ ନେବା ଅର୍ଥ କାହାର? ନା ଆଖି ଦେବା ହେଉଛି ଯତ୍ନ ଅର୍ଥ। ତଳେ ପକାଇଦେବା, ରୂଢ଼ିର ଅର୍ଥ କ'ଣ? ଆମେ ତଳେ ଯଦି ପକାଇଦେବା ଅର୍ଥ ହେଉଛି ଅମାନ୍ୟ କରିବା। ଗଦ୍ୟକୁ ଗଦ୍ୟରେ ପରିଣତ କରିବା ପ୍ରକ୍ରିୟାକୁ କ'ଣ କୁହାଯାଏ? ଯେ ପଦ୍ୟକୁ ଗଦ୍ୟରେ ପରିଣତ କରିବା ପ୍ରକ୍ରିୟାକୁ କ'ଣ କୁହାଯାଏ? ଉତ୍ତର ହେଉଛି ସି ପ୍ରଶ୍ରୟ ଦେବା। ପଦ୍ୟକୁ ଗଦ୍ୟରେ ପରିଣତ କରିବା ପ୍ରକ୍ରିୟାକୁ କ'ଣ କୁହାଯାଏ? ଗଦ୍ୟ ରୂପ ନା ଅନ୍ୱୟ ନା ବାକ୍ୟାନ୍ୱୟ ନା ଗଦ୍ୟାତ୍ମକ? ଉତ୍ତର ହେଉଛି ବାକ୍ୟାନ୍ୱୟ। ଓଡ଼ିଆ ଭାଷା ଅନୁସାରେ କେଉଁଟି ଶବ୍ଦଟି ଶୁଦ୍ଧ? ଯେ ଓଡ଼ିଆ ଭାଷା ଅନୁସାରେ କେଉଁ ଶବ୍ଦଟି ଶୁଦ୍ଧ? ଉତ୍ତର ହେଉଛି ପିଲାମାନେ ଏ ଅପସନ୍ ତତୋଧିକ। ପଛୁଆ ଓ ମାନ୍ଦା ପିଲାଙ୍କ ପାଇଁ ଶିକ୍ଷଣ ବ୍ୟବସ୍ଥାର ରୂପରେଖ କେମିତି ହେବା ଉଚିତ? ଯେ ପଛୁଆ ଓ ମାନ୍ଦା ପିଲାଙ୍କ ପାଇଁ ଶିକ୍ଷଣ ବ୍ୟବସ୍ଥା ରୂପରେଖ କେମିତି ହେବା ଉଚିତ? ଉତ୍ତର ହେଉଛି ପିଲାମାନେ ବ୍ୟକ୍ତିଗତ ଦୃଷ୍ଟି। କେଉଁଟି ଶିକ୍ଷଣରେ ମାନସିକ ଗୁଣାବଳୀର ପ୍ରଭେଦ ଅନ୍ତର୍ଭୁକ୍ତ? ଯେ ମାନସିକ ଗୁଣାବଳୀର ପ୍ରଭେଦ କେଉଁଠି ଅନ୍ତର୍ଭୁକ୍ତ? ନା ବୋଧ ଶକ୍ତି। ପର୍ଯ୍ୟବେକ୍ଷଣର ଅର୍ଥ କ'ଣ? ପର୍ଯ୍ୟବେକ୍ଷଣ ଦେଖିବା, ଅନୁଭବ କରିବା, ଚିନ୍ତା କରିବା।
तार अर्थ होची डी उद्देश्य भित्तिक प्रत्यक्षण करवा। नेक्स्ट लास्ट क्वेश्चन एमआईएल ओडियार केउटी शिक्षणर स्वरूप नुहे या एक आचरण परिवर्तन या एक उद्देश्यमूलक कार्य या निष्कण प्रक्रिया। उत्तर पिला 60 सी ऑप्शन या एक निष्कण प्रक्रिया। ए पिला माने इंग्लिश को जीवा इंग्लिश रो देखो पिला माने 61 नंबर रु 65 नंबर पर्यंत पैसेज देइछि गोटे पोएम देइछि ताकू देखि हमें उत्तर करियो। हम खाली स्क्रॉल करी देखे दउछु क्वेश्चन गुडिको। तापरे पिला मन देखो गोटे आनसीन पैसेज देइछि इंग्लिश रे जे 78 रु 82 नंबर पर्यंत आमे पैसेज टी पढ़ी के उत्तर करिया। आमती एबे मध्य हमर 2026 रे ओटीटी एग्जाम मध्य एपरि क्वेश्चन आसीबो। क्वेश्चन जो स्क्रॉल कर देली 78 रु 82 आमे बे 83 नंबर क्वेश्चन को आलोचना करबा। The process of dividing a sentence into a few sentence group while reading is known as dash। उत्तर पिला माने बी ऑप्शन चोकिंग। 84 नंबर क्वेश्चन प्राइमरी रिक्वायरमेंट फॉर राइटिंग ए कंपोजिशन एसे इज डैश। उत्तर सी ऑप्शन आइडिया। 85 नंबर क्वेश्चन प्राइमरी ऑब्जेक्टिव ऑफ टीचिंग लर्निंग इंग्लिश इन इंडिया इज टू डैश। सी ऑप्शन डेवलपमेंट कम्युनिकेशन स्किल्स। एबे पिला माने आलोचना करिबा 87 नंबर क्वेश्चन से कहिछि कंप्लीट द आंसर द क्वेश्चन व्हाट टाइम डज द बॉस लीव। मोन आस्क्ड मी व्हाट टाइम द बॉस डैश। कोन करेक्ट बार लिखिबा लेफ्ट हेड लेफ्ट लीव्स इज लिविंग। उत्तर होछि लेफ्ट। नेक्स्ट क्वेश्चन आइडेंटिफाई द मोस्ट एप्रोप्रिएट एंड राइट सेंटेंस। जे ठीक सेंटेंस टी कोटा अछि। B option you should avail yourself of every opportunity to practice speaking English। 89 नंबर क्वेश्चन कहिछि choose the most appropriate answer of them the following। your answer is dash right। कौन हम 100% चार्टा बनान देइछुआ स्पेलिंग देइछि कोउटा ठीक हबो। उत्तर पिला में सी ऑप्शन 100%। आइडेंटिफाई करेक्ट स्पेल्ड वर्ड। जो चार्टा बनान देइछि शब्द को बनानटा एप्रोप्रिएट वा ठीक अछि। उत्तर होछि ए ऑप्शन टा ठीक अछि। इबे पिला माने में सोशल स्टडीज को जीवा प्रथम क्वेश्चन कहिछि केउ नदीटी एक ग्रस्त उपत्यका मध्य देई प्रवाहित हेउछि महानदी ताप्ती कावेरी ना ब्रह्मपुत्र। उत्तर होछि ताप्ती। एक कार्पेट प्रस्तुतकारी कंपानी रे कार्यरत 13 वर्षर बालक यही परिस्थिति निम्नलिखित क्यों अधिकार को उल्लंघन कर। देखो 13 वर्षर पिला माने गोटे काम करछि संविधान उल्लेख अछि 14 वर्षर कम पिला माने काम करि परिबेने। को धारा अछि ना शोषण विरोधर अधिकार को एडा कोन करछि उल्लंघन करूछि। नेक्स्ट क्वेश्चन केउठी भूगोल शिक्षण रे परीक्षागर पद्धति पाई सत्य अटे। जो चारोटी ऑप्शन अछि कोउठी भूगोल परीक्षा बा शिक्षण रे परीक्षागर पद्धति पाई जे सत्य पद्धति ठीक अछि। उत्तर होछि डी ऑप्शन अनुसंधान पर्यवेक्षण और कार्य माध्यम रे शिक्षण। 94 नंबर क्वेश्चन कहिछि भूगोल शिक्षादान रे आंतर्जातिक तारीख सीमारेखा शिक्षण समय निम्नस्थ क्यों पद्धति उपयोगी होता है। ए ऑप्शन परोक्ष पर्यवेक्षण और आलोचना। नेक्स्ट क्वेश्चन क्यों अरण्य ओडिशा रे देखा जाए नहीं। ओडिशा रे को अरण्य देखा जाए नहीं। उत्तर होछि सी ऑप्शन क्रांतीय कंटाबुदा और गुल्म अरण्य। नेक्स्ट क्वेश्चन कहिछि पिला माने जे निम्नलिखित केउठी परिमाणात्मक वर्णना सहित मूल्यबोध निर्धारण करी हुए। परिमाप मूल्यांकन परीक्षण निर्धारण। उत्तर होछि मूल्यांकन। केउठी इतिहास शिक्षादान रे एक दृश्य श्राव्य उपकरण अटे। जे दृश्य श्राव्य उपकरण कोटा ना नाट्य अभिनयटा होछि दृश्य श्राव्य शिक्षण उपकरण।
ଭାରତୀୟ ଶିକ୍ଷା ଗବେଷଣା ପରିଷଦ NCERT 1988 ମସିହାରେ ଉଚ୍ଚ ପ୍ରାଥମିକ ଶ୍ରେଣୀ ପାଇଁ ଦେଇଥିବା ମାର୍ଗଦର୍ଶିକାରେ ନିମ୍ନୋକ୍ତ କେଉଁ ଇତିହାସ ଶିକ୍ଷାଦାନର ଉଦ୍ଦେଶ୍ୟ ଭାବେ ସୁପାରିଶ କରାଯାଇଛି? ଉତ୍ତର ହେଉଛି ଏ ଅପସନ୍। ବୟସ ଭିତରେ ଭାରତୀୟ ସମାଜ ବିକାଶର କ୍ରମ ପରିବର୍ତ୍ତନର ପ୍ରମୁଖ ସୋପାନ ଗୁଡ଼ିକ ବୁଝିବେ। ନେକ୍ସଟ କ୍ୱେଶ୍ଚନ୍ 100 ନମ୍ବର କ୍ୱେଶ୍ଚନ୍ କହିଛି ଯେ ଇତିହାସ ଶିକ୍ଷାଦାନ ସମୟରେ କେଉଁ ପ୍ରକଳ୍ପ ପଦ୍ଧତିର ଏକ ସାଧାରଣ ନିୟମ ନୁହେଁ? କାର୍ଯ୍ୟଭିତ୍ତିକ, ଗଳ୍ପକଥନ, ଲକ୍ଷ୍ୟଭିତ୍ତିକ, ଅଭିଜ୍ଞତା ଭିତ୍ତିକ। ଉତ୍ତର ହେଉଛି ଗଳ୍ପକଥନ। ଭାରତ କେତୋଟି ଭୂକମ୍ପ ଅଞ୍ଚଳରେ ବିଭକ୍ତ ହୋଇଛି? ଯେ ଭାରତକୁ କେତୋଟି ଭୂକମ୍ପ ଅଞ୍ଚଳରେ ବିଭକ୍ତ କରାଯାଇଛି? 4ଟି। କେଉଁଟି ପୃଥିବୀର ତାପମାତ୍ରା ବଣ୍ଟନକୁ ପ୍ରଭାବିତ କରୁଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାରକ ଅଟେ? ଯେ ପୃଥିବୀର ତାପମାତ୍ରା ବଣ୍ଟନକୁ ପ୍ରଭାବିତ କରୁଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାରକ କ'ଣ? ଇନସୋଲେସନ୍, ସୌର ବିକିରଣ, ଭୂତଳ ବିକିରଣ। ଉତ୍ତର ହେଉଛି ଇନସୋଲେସନ୍। ଯେଉଁ ସ୍ଥଳଭାଗରେ ତିନି ପଟରେ ସମୁଦ୍ର ଘେରି ରହିଥାଏ? ଯେ ତିନି ପଟରେ ସମୁଦ୍ର, ମଝିର ସ୍ଥଳ, ତାକୁ ଆମେ କ'ଣ କହିବା? ନା ଉତ୍ତର ହେଉଛି ଉପଦ୍ୱୀପ। ପୂର୍ବଘାଟ ପର୍ବତମାଳାର ଉଚ୍ଚତମ ଶୃଙ୍ଗର ନାଁ କ'ଣ? ଯେ ପୂର୍ବଘାଟ ପର୍ବତମାଳାର ଉଚ୍ଚତମ ଶୃଙ୍ଗ ହେଉଛି ଦେଓମାଳି। କେଉଁ ହରପ୍ପା ସଭ୍ୟତା ସ୍ଥଳରେ ଦମ୍ପତି ସମାଧି ଦେଖିବାକୁ ମିଳେ? ଦମ୍ପତି ସମାଧି କେଉଁ ହରପ୍ପା ସଭ୍ୟତା ସ୍ଥଳରେ ଦେଖିବାକୁ ମିଳେ? ଡି ଅପସନ୍ ଲୋଥାଲ। କେଉଁ ବର୍ଷ ଇଷ୍ଟ ଇଣ୍ଡିଆ କମ୍ପାନୀ ବଙ୍ଗଳାର ଦିୱାନୀ ହାସଲ କରିଥିଲା? ଇଷ୍ଟ ଇଣ୍ଡିଆ କମ୍ପାନୀ କେଉଁ ମସିହାରେ ଯେ ବଙ୍ଗଳାରେ ଦିୱାନୀ ହାସଲ ଥିଲା? 1765। ଉତ୍ତରପ୍ରଦେଶର ଜଳବାୟୁକୁ ଡ୍ୟାସ୍ ବୋଲି କୁହାଯାଇପାରେ? ଉତ୍ତରପ୍ରଦେଶ ଜଳବାୟୁକୁ କି ଜଳବାୟୁ କୁହାଯାଏ? ଉତ୍ତର ହେଉଛି ଆର୍ଦ୍ର ଉପକୂଳ ଜଳବାୟୁ, ରାଜ୍ୟ ଉପକ୍ରାନ୍ତୀୟ ଜଳବାୟୁ। କେଉଁଠି ବିଶ୍ୱର ସର୍ବାଧିକ ୟୁରାନିୟମ ଉତ୍ପାଦନକାରୀ ଦେଶ? ଯେ ପୃଥିବୀର କେଉଁ ଦେଶ ସବୁଠାରୁ ବେଶୀ ୟୁରାନିୟମ ଉତ୍ପାଦନ କରେ? ଉତ୍ତର ହେଉଛି କାଜାଖସ୍ତାନ। କେଉଁଟି ଇତିହାସ ଶିକ୍ଷାଦାନର ଗଳ୍ପକଥନ ପଦ୍ଧତିର ଏକ ପ୍ରକାର ନୁହେଁ? ଯେ କେଉଁଟି ଇତିହାସ ଶିକ୍ଷାଦାନରେ ଗଳ୍ପକଥନ ପଦ୍ଧତିର ଗଳ୍ପର ଏକ ପ୍ରକାର ନୁହେଁ? ଉତ୍ତର ହେଉଛି ଡି ଅପସନ୍ ଜୀବନୀ। କେଉଁ ସ୍ଥାନ ସଂକେତଟି ଇତିହାସ ଶିକ୍ଷାଦାନ ସମୟରେ ସମୟରେଖା ଅଙ୍କନ କରିବାରେ ସାହାଯ୍ୟ କରେ ନାହିଁ? ଉତ୍ତର ହେଉଛି ବର୍ଣ୍ଣନା। କେଉଁ ପଦ୍ଧତି ଦ୍ୱାରା ଶୁଷ୍କ ଓ ଆର୍ଦ୍ର ବଲ୍ ଥର୍ମୋମିଟର ଦ୍ୱାରା ବାୟୁମଣ୍ଡଳର ଆର୍ଦ୍ରତା ମାପ କରାଯାଇ ଏକ ସାରଣୀରେ ପ୍ରକାଶ କରାଯାଏ? ଡି ଅପସନ୍ ଉପରୋକ୍ତ ସମସ୍ତ ପରୀକ୍ଷାଗାର ପ୍ରଣାଳୀ ହୋଇପାରିବ, ପର୍ଯ୍ୟବେକ୍ଷଣ ହୋଇପାରିବ, ପରୀକ୍ଷଣ ହୋଇପାରିବ। 112 ନମ୍ବର କ୍ୱେଶ୍ଚନ୍ କେଉଁ ଉପକରଣଟି ଅନ୍ୟ ଉପକରଣ ଅପେକ୍ଷା ଅକ୍ଷାଂଶ ଦ୍ରାଘିମା ଶିକ୍ଷଣ ସମୟରେ ଅଧିକ ବ୍ୟବହାର କରାଯାଇପାରିବ? ଉତ୍ତର ହେଉଛି ଏ ଅପସନ୍ ତାରରେ ନିର୍ମିତ ଫମ୍ପା ଗ୍ଲୋଭ୍। କେଉଁ ରାଜ୍ୟର ଲୋକସଭା ଆସନ ସର୍ବାଧିକ? ଉତ୍ତର ହେଉଛି ପଶ୍ଚିମବଙ୍ଗ, ଗୁଜରାଟ, ଆସାମ, ରାଜସ୍ଥାନ। ଉତ୍ତର ହେଉଛି ପଶ୍ଚିମବଙ୍ଗ। ଓଡ଼ିଶାର ଉତ୍ତର ପୂର୍ବ ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ପର୍ବତ ଶ୍ରେଣୀଠାରୁ ଦକ୍ଷିଣ ପଶ୍ଚିମରେ ମାଲକାନଗିରି ଜିଲ୍ଲା ପର୍ଯ୍ୟନ୍ତ ବିସ୍ତୃତ ପର୍ବତମାଳାକୁ କି ପ୍ରକାର ଭୂପ୍ରକୃତି କୁହାଯାଏ? କି ପ୍ରକାର ଭୂପ୍ରକୃତି? ଉତ୍ତର ହେଉଛି ମଧ୍ୟ ପାର୍ବତ୍ୟ ଅଞ୍ଚଳ। 115 ନମ୍ବର କ୍ୱେଶ୍ଚନ୍ କେଉଁଠି ଏକ ଉତ୍ତମ ମାନଚିତ୍ର ପ୍ରକ୍ଷେପଣର ଦରକାରୀ ଉପାଦାନ ନୁହେଁ? ଡି ଅପସନ୍ ସଠିକ୍ ସଂକେତ। 116 ନମ୍ବର କ୍ୱେଶ୍ଚନ୍ କେଉଁ ଉଦ୍ଦେଶ୍ୟଟି ଭୂଗୋଳ ଶିକ୍ଷାଦାନର ଆବଶ୍ୟକ ଯାହାକି ଭୂଗୋଳ ସମ୍ପର୍କିତ ତଥ୍ୟ, ସାରଣୀ, ନିୟମ, ନୀତି ବା ସିଦ୍ଧାନ୍ତ ଉପରେ ପର୍ଯ୍ୟବେସିତ ଅଟେ? ଉତ୍ତର ପିଲାମାନେ ସି ଅପସନ୍ ସାଧାରଣ ଉଦ୍ଦେଶ୍ୟ। ଏବେ ପିଲାମାନେ 117 ନମ୍ବର କ୍ୱେଶ୍ଚନ୍ ଆଲୋଚନା କରିବା। ଭାରତରେ ସମୁଦାୟ ଆୟତନରେ ଶତକଡ଼ା ପ୍ରାୟ କେତେ ଭାଗ ପଟୁ ମୃତ୍ତିକା ଦେଖାଯାଏ? ଭାରତରେ କେତେ ଭାଗ ପଟୁ ମୃତ୍ତିକା ଦେଖାଯାଏ? ଉତ୍ତର ହେଉଛି 43 ଭାଗ। ପୃଥିବୀର କେଉଁ ମଣ୍ଡଳ ସୂର୍ଯ୍ୟଙ୍କ ପ୍ରତ୍ୟକ୍ଷ କିରଣ ଗ୍ରହଣ କରେ? କେଉଁ ମଣ୍ଡଳ? ହିମମଣ୍ଡଳ ନା ଗ୍ରୀଷ୍ମମଣ୍ଡଳ ନା ନାତିଶୀତୋଷ୍ଣ ମଣ୍ଡଳ ନା ଉପରୋକ୍ତ ସମସ୍ତ? ଉତ୍ତର ହେଉଛି ନାତିଶୀତୋଷ୍ଣ ମଣ୍ଡଳ। 119 ନମ୍ବରକୁ ଯିବା। ଆକବରଙ୍କ ଦରବାରରେ
ରାମାୟଣ କାବ୍ୟ ପାର୍ସୀ ଭାଷାରେ କାହା ଦ୍ୱାରା ଅନୁବାଦ ହୋଇଥିଲା? ଆକବରଙ୍କ ଦରବାରରେ ରାମାୟଣ କାବ୍ୟ ପାର୍ସୀ ଭାଷାରେ କାହା ଦ୍ୱାରା ଅନୁବାଦ ହୋଇଥିଲା? ଉତ୍ତର ହେଉଛି ବଦାୟୁନି। ଐତିହାସିକ ସ୍ଥାନ ଚୌରୀ ଚୌରା କେଉଁ ଜିଲ୍ଲାରେ ଅବସ୍ଥିତ? ଉତ୍ତର ହେଉଛି ଗୋରଖପୁର। ମନେ ରଖିଥିବ, ଯେଉଁ ଚୌରୀ ଚୌରା ଘଟଣା ଘଟିଥିଲା ଅସହଯୋଗ ଆନ୍ଦୋଳନ ସମୟରେ ତା ଉତ୍ତରପ୍ରଦେଶର ଗୋରଖପୁର ଜିଲ୍ଲାରେ ଅବସ୍ଥିତ। 121 ନମ୍ବର କ୍ୱେଶ୍ଚନ୍, କେଉଁ ଶିଳାରେ ଖଣିଜ ପଦାର୍ଥ ସ୍ତର ସ୍ତର ହୋଇ ସଞ୍ଚିତ ରୁହେ? ଅବକ୍ଷିପ୍ତ ଶିଳାରେ। ନିମ୍ନୋକ୍ତ ଉଦ୍ଭିଦ ସମୂହ ମଧ୍ୟରୁ କେଉଁଥିରେ ରବର ଗଛ ଦେଖାଯାଏ? କ୍ରାନ୍ତୀୟ ପର୍ଣ୍ଣମୋଚୀରେ, ନା ହିମାଳୟ, ନା ଜୁଆରିଆ, ନା କ୍ରାନ୍ତୀୟ ଚିରହରିତ? ଉତ୍ତର ହେଉଛି ପିଲାମାନେ କ୍ରାନ୍ତୀୟ ଚିରହରିତ, ଟ୍ରପିକାଲ ଏଭରଗ୍ରୀନ। ଇତିହାସ ଶିକ୍ଷାଦାନରେ ମୁଦ୍ରାର ଉତ୍ସ କ'ଣ? ଇତିହାସ ଶିକ୍ଷାଦାନରେ ମୁଦ୍ରାର ଉତ୍ସ କ'ଣ? ଭାଷା ସାହିତ୍ୟ ନା ପ୍ରତ୍ନତତ୍ତ୍ୱ? ଉତ୍ତର ପିଲାମାନେ ହେଉଛି ଉତ୍ତର କେଉଁଟା ପିଲାମାନେ? ଇତିହାସ ମୁଦ୍ରାରେ କ'ଣ ଅଛି? ଏଇଟା ହେଉଛି ପ୍ରତ୍ନତତ୍ତ୍ୱ ବିଭାଗରେ ଯାଏ। ନିମ୍ନତ କେଉଁ ବିଭାଗଟି ଜଣେ ଶିକ୍ଷାର୍ଥୀ ଇତିହାସ ସଂଗ୍ରହାଳୟରେ ପାଇବ ନାହିଁ? ଯେ କେଉଁ ବିଭାଗଟି ତା ଇତିହାସ ସଂଗ୍ରହାଳୟରେ ପାଇବ ନାହିଁ? ଭୂତତ୍ତ୍ୱ ଇତିହାସ, ସ୍ଥାନୀୟ ଇତିହାସ, ଆନ୍ତର୍ଜାତୀୟ ଇତିହାସ ଆଉ ଜାତୀୟ ଇତିହାସ। ତ ହେଉଛି ଭୂତତ୍ତ୍ୱ ଇତିହାସ। 125 ନମ୍ବର କ୍ୱେଶ୍ଚନ୍, କେଉଁଠି ଭୂଗୋଳ ଶିକ୍ଷଣର ଏକ ପଦ୍ଧତି ନୁହେଁ? ଯେ ଭୂଗୋଳ ଶିକ୍ଷଣର କେଉଁଟା ପଦ୍ଧତି? ନାଟ୍ୟାଭିନୟଟା ପଦ୍ଧତି ନୁହେଁ। ଭୂଗୋଳ ଶିକ୍ଷଣରେ କେଉଁଠି ଅନ୍ୟ ଗୁଡ଼ିକଠାରୁ ଭିନ୍ନ? ଗ୍ଲୋବ୍, ସାରଣୀ, ମାନଚିତ୍ର, ପାଠ୍ୟପୁସ୍ତକ। ଉତ୍ତର ହେଉଛି ପାଠ୍ୟପୁସ୍ତକ। ଧାରା 32 ଭାରତୀୟ ସମ୍ବିଧାନର କେଉଁ ଭାଗର ଅଟେ? ଯେ ଧାରା 32ରେ ପିଲାମାନେ କ'ଣ ଅଛି? ନା ସାମ୍ବିଧାନିକ ପ୍ରତିକାର ଅଧିକାର ଅଛି। ଏଇଟା କେଉଁ ଭାଗରେ ଅଛି? ନା ତୃତୀୟ ଭାଗରେ ଅଛି। ଭାରତୀୟ ସମ୍ବିଧାନର ଯୁଗ୍ମ ତାଲିକାର ଧାରଣା ନିମ୍ନ କେଉଁ ଦେଶରୁ ଆସି? ଯୁଗ୍ମ ତାଲିକାଟା +2 ଥିଲା ପିଲାମାନେ। ଯେ ଯୁଗ୍ମ ତାଲିକାଟା କେଉଁ ଦେଶରୁ ଆସି? ନା ଅଷ୍ଟ୍ରେଲିଆରେ ଆସିଛି। କେଉଁ ଅନୁଷ୍ଠାନ ଉଚ୍ଚ ପ୍ରାଥମିକ ସ୍ତର ପାଇଁ ଶ୍ରେଣୀ ଉପଯୋଗୀ ଭାରତୀୟ ଇତିହାସର ପାଠ୍ୟକ୍ରମ ସମ୍ବନ୍ଧରେ ମାର୍ଗଦର୍ଶିକା ସୁପାରିଶ କରିଥିଲେ? କେଉଁ ଅନୁଷ୍ଠାନ ଯେ ଉଚ୍ଚ ପ୍ରାଥମିକ ସ୍ତର ପାଇଁ ଶ୍ରେଣୀ ଉପଯୋଗୀ ଭାରତୀୟ ଇତିହାସର ପାଠ୍ୟକ୍ରମ ସମ୍ବନ୍ଧରେ ମାର୍ଗଦର୍ଶିକା ଦେଇଥିଲେ? ଉତ୍ତର ହେଉଛି NCERT। ଇତିହାସ ଶିକ୍ଷାଦାନ ସମୟରେ ବ୍ୟବହୃତ ଜୀବନୀ ବା ଆତ୍ମଜୀବନୀ ପଦ୍ଧତି କେଉଁ ତତ୍ତ୍ୱ ଉପରେ ଆଧାରିତ? ଏଟା ହେଉଛି ମହାପୁରୁଷ। ପ୍ରଫେସର ହଲଙ୍କ ମତରେ ଭୂଗୋଳ ଶିକ୍ଷାଦାନର ମୁଖ୍ୟ ଉଦ୍ଦେଶ୍ୟ କ'ଣ? ଯେ ପ୍ରଫେସର ହଲଙ୍କ ମତରେ ଭୂଗୋଳ ଶିକ୍ଷାଦାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବ୍ୟବହାରିକ ଆଉ ସାଂସ୍କୃତିକ। ଭୂଗୋଳ ଶିକ୍ଷଣରେ ବାୟୁମଣ୍ଡଳର ଆର୍ଦ୍ରତା ଜାଣିବା ପାଇଁ କେଉଁ ଯନ୍ତ୍ର ବ୍ୟବହାର କରାଯାଏ? ଉତ୍ତର ହେଉଛି ଶୁଷ୍କ ଆର୍ଦ୍ର ଥର୍ମୋମିଟର, B ଅପସନ୍। 133 ନମ୍ବର ପିଲାମାନେ ଯିବା, କେଉଁ ବାୟୁମଣ୍ଡଳୀୟ ସ୍ତର ଆୟନ ଧାରଣ କରିଥାଏ ଏବଂ ବେତାର ଯୋଗାଯୋଗରେ ସାହାଯ୍ୟ କରେ? କେଉଁ ବାୟୁମଣ୍ଡଳୀୟ ସ୍ତର ଆୟନ ଧାରଣ କରିଥାଏ ଏବଂ ବେତାର ଯୋଗାଯୋଗରେ ସାହାଯ୍ୟ କରିଥାଏ? ଏଟା ହେଉଛି ଥର୍ମୋସ୍ଫିୟର। କେଉଁ ତାପମାତ୍ରାରେ ଜଳର ସର୍ବାଧିକ ଘନତା ଥାଏ? ଜଳର ସର୍ବାଧିକ ଘନତା କେଉଁଠି ଥିବ? ନା 4 ଡିଗ୍ରୀ ସେଲସିୟସ୍। କେଉଁ ମରୁଭୂମି ଗ୍ରୀଷ୍ମମଣ୍ଡଳ ମଧ୍ୟରେ ଅବସ୍ଥିତ? କେଉଁ ମରୁଭୂମିଟି ଗ୍ରୀଷ୍ମମଣ୍ଡଳ ମଧ୍ୟରେ ଅବସ୍ଥିତ? ଆରବୀୟ, ଆମେରିକୀୟ ନା ଶୀତଳ ମରୁଭୂମି? ଉତ୍ତର ହେଉଛି ଆରବୀୟ। 136 ନମ୍ବର, ଡ୍ୟାସ୍ ମଣ୍ଡଳର ଜଳବାୟୁ ମଧ୍ୟମ ଅଟେ, ଅର୍ଥାତ୍ ଅତ୍ୟଧିକ ଗରମ କିମ୍ବା ଥଣ୍ଡା ହୁଏ ନାହିଁ? ଉତ୍ତର ହେଉଛି ନାତିଶୀତୋଷ୍ଣରେ ଅତ୍ୟଧିକ ଗରମ କିମ୍ବା ଥଣ୍ଡା ହୁଏ ନାହିଁ। ଭାରତୀୟ ଜାତୀୟ ଆନ୍ଦୋଳନ ସମୟରେ ନିମ୍ନଲିଖିତ କେଉଁ ଖବରକାଗଜ ପ୍ରତିଷ୍ଠାତା ଲୋକମାନ୍ୟ ତିଲକ ଥିଲେ? ଯେ ଲୋକମାନ୍ୟ ତିଲକ କେଉଁ ଖବରକାଗଜ ପ୍ରକାଶ କରିଥିଲେ? ଉତ୍ତର ହେଉଛି କେଶରୀ ପତ୍ରିକା। ମହାତ୍ମା ଗାନ୍ଧୀଙ୍କ ଖିଲାଫତ ପ୍ରସଙ୍ଗ ଉଠାଇବା ନିଷ୍ପତ୍ତି ପଛରେ ମୁଖ୍ୟ କାରଣ କ'ଣ ଥିଲା? ଯେ ମହାତ୍ମା ଗାନ୍ଧୀ ଯେଉଁ ଖିଲାଫତ ଆନ୍ଦୋଳନକୁ ସମର୍ଥନ କରିଥିଲେ ତାର ମୁଖ୍ୟ ଲକ୍ଷ୍ୟ କ'ଣ ଥିଲା? ଉତ୍ତର ହେଉଛି ହିନ୍ଦୁ ମୁସଲମାନ ମଧ୍ୟରେ ଅଧିକ ଏକତା ଆଣିବା।
ନିମ୍ନଲିଖିତ କେଉଁ ରାଜ୍ୟଗୁଡ଼ିକ ନର୍ମଦା ନଦୀ ଶଯ୍ୟାରେ ନିର୍ମିତ ସର୍ଦ୍ଦାର ସରୋବର ନଦୀବନ୍ଧ ଦ୍ୱାରା ଉପକୃତ ହୁଅନ୍ତି, ବା କେଉଁ ରାଜ୍ୟଗୁଡ଼ିକ ସର୍ଦ୍ଦାର ସରୋବର ନଦୀବନ୍ଧ ଦ୍ୱାରା ଉପକୃତ ହେଉଛନ୍ତି? ଉତ୍ତର ହେଉଛି ଡି, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜୁରାଟ, ରାଜସ୍ଥାନ। ନିମ୍ନଲିଖିତ ଖଣିଜ ଗୁଡ଼ିକ ମଧ୍ୟରୁ ଝାଡ଼ଖଣ୍ଡର କୋଦରମା ଠାରେ ଅଧିକ ଉତ୍ତୋଳିତ ହୋଇଥାଏ। ଉତ୍ତର ହେଉଛି ଅଭ୍ର। ମନେ ଥିବ ଯେଉଁ ଅଭ୍ର ଝାଡ଼ଖଣ୍ଡର କୋଦରମା ଠାରେ ଅଧିକ ଉତ୍ତୋଳିତ ହୋଇଥାଏ। ସ୍ୱାଧୀନ ଭାରତର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ କିଏ? ଯେ ସ୍ୱାଧୀନ ଭାରତର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ସୁଚେତା କୁପାଳିନୀ। 142 ନମ୍ବର, କେଉଁଟି ସ୍ତ୍ରୀସ୍ତରୀୟ ସ୍ଥାନୀୟ ସରକାର ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ ନୁହେଁ? ସ୍ତ୍ରୀସ୍ତରୀୟ ସ୍ଥାନୀୟ ସରକାର ପଞ୍ଚାୟତ ସମିତି ଅନ୍ତର୍ଭୁକ୍ତ, ଗ୍ରାମ ପଞ୍ଚାୟତ ଅନ୍ତର୍ଭୁକ୍ତ, ଜିଲ୍ଲା ପରିଷଦ ଅନ୍ତର୍ଭୁକ୍ତ, କିନ୍ତୁ ଗ୍ରାମ କମିଟିଟା ଅନ୍ତର୍ଭୁକ୍ତ ନୁହେଁ। ମାନବ ଅଧିକାର ଉପରେ ମିଳିତ ଜାତିସଂଘ ଆୟୋଗ କେବେ ଗଠିତ ହୋଇଥିଲା? ଯେ ମିଳିତ ଜାତିସଂଘ ଆୟୋଗ କେବେ ଗଠିତ ହୋଇଥିଲା ନା 1946। 144 ନମ୍ବର, ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଥିବା ଭାରତର ପ୍ରଥମ ରାଷ୍ଟ୍ରପତି କିଏ? ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଥିବା ଭାରତର ପ୍ରଥମ ରାଷ୍ଟ୍ରପତି ଶ୍ରୀ ନୀଲମ ସଞ୍ଜୀବ ରେଡ୍ଡି। ନିମ୍ନଲିଖିତ ମଧ୍ୟରୁ କେଉଁଟି ଭାରତର ମୋଗଲ ସାମ୍ରାଜ୍ୟର ମୂଳଦୁଆ ଥିଲା? ଯେଉଁ କେଉଁ ଯୁଦ୍ଧଟି ଭାରତର ମୋଗଲ ସାମ୍ରାଜ୍ୟର ମୂଳଦୁଆ ଥିଲା? ହେଉଛି ପ୍ରଥମ ପାନିପତ ଯୁଦ୍ଧ। ଏଇଟା ହେଉଛି ବାବର ଆଉ ଇବ୍ରାହିମ ଲୋଦିଙ୍କ ମଧ୍ୟରେ ହେଇଥିଲା ଏବଂ ଏହି ଯୁଦ୍ଧ ପରେ ମୋଗଲମାନେ ଭାରତରେ ଶାସନ ଆରମ୍ଭ କରିଥିଲେ। ନିମ୍ନଲିଖିତ ଲୋଦି ଶାସକମାନଙ୍କ ମଧ୍ୟରୁ କିଏ ଜମି ଜମା ମାପ ପାଇଁ ଗଜ-ଇ-ସିକନ୍ଦରୀ କିଏ ପ୍ରବର୍ତ୍ତନ କରିଥିଲେ? କେଉଁ ଲୋଦି ରାଜା? ବାହାଲାଲ ଲୋଦି ନା ଇବ୍ରାହିମ ଲୋଦି ନା ସିକନ୍ଦର ଲୋଦି? ଉତ୍ତର ହେଉଛି ସିକନ୍ଦର ଲୋଦି। ମଣ୍ଟେସ୍କ୍ୟୁ ଚେମସ୍ଫୋର୍ଡ ଶାସନ ସଂସ୍କାର ଆଇନ ବା ନିମ୍ନଲିଖିତ ମଧ୍ୟରୁ କେଉଁ ଆଇନ ମଣ୍ଟେସ୍କ୍ୟୁ ଚେମସ୍ଫୋର୍ଡ ରିପୋର୍ଟ ଆଧାରରେ ହୋଇଛି? ମନେ ରଖିଥିବ, ମଣ୍ଟେସ୍କ୍ୟୁ ଚେମସ୍ଫୋର୍ଡ ଶାସନ ସଂସ୍କାର ଆଇନ 1919ରେ ଆସିଥିଲା। ସି ଅପସନ୍ ହେବ ଯେ ଭାରତ ସରକାରଙ୍କ 1919 ଭାରତ ଶାସନ ଆଇନ যেটা ଥିଲା ମସିହା ଆଇନଟା ମଣ୍ଟେସ୍କ୍ୟୁ ଚେମସ୍ଫୋର୍ଡ ଶାସନ ଆଇନ ଭାବେ ପରିଚିତ। କେଉଁ ଦେଶ ସର୍ବପ୍ରଥମେ ସବୁ ବର୍ଗର ବ୍ୟକ୍ତିମାନଙ୍କ ପାଇଁ ମତଦାନ ବା ଭୋଟିଂ ଅଧିକାର ଅନୁମୋଦନ କରିଥିଲା? କେଉଁ ଦେଶରେ ସବୁ ବର୍ଗର ବ୍ୟକ୍ତିମାନଙ୍କ ପାଇଁ ଭୋଟିଂ ଅଧିକାର ଅନୁମୋଦନ କରିଥିଲା? କେଉଁ ଦେଶ? ଉତ୍ତର ହେଉଛି ନ୍ୟୁଜିଲାଣ୍ଡ। କେଉଁ ମସିହାରେ ବଙ୍ଗ ବିଭାଜନ ବାତିଲ ହୋଇଥିଲା? ବଙ୍ଗ ବିଭାଜନ ହେଇଥିଲା 1905ରେ, ବାତିଲ ହେଇଥିଲା 1911। ଲାଷ୍ଟ କ୍ୱେଶ୍ଚନ ପିଲାମାନେ ଦେଖ, ବୋର୍ବନ ରାଜବଂଶ ଯାହାକି ଫରାସୀ ରାଷ୍ଟ୍ର ବିପ୍ଳବରେ ଗାଦିଚ୍ୟୁତ ହୋଇଥିଲା ତାହା କେଉଁ ରାଜିନାମା ଅନୁସାରେ ପୁନଃ ପ୍ରତିଷ୍ଠା ହୋଇଥିଲା? ଭିଏନା, କନଷ୍ଟାଣ୍ଟିନୋପଲ, ମାର୍ସେଲସ, ପ୍ରୁସିଆ? ଉତ୍ତର ହେଉଛି ଭିଏନା। ଦେଖ ପିଲାମାନେ, ଆଜି ମୁଁ 2023 ମସିହାରେ ଯେଉଁ କ୍ୱେଶ୍ଚନ ଗୁଡ଼ିକ ଆସିଥିଲା ମୁଁ ଆଜି ଆଲୋଚନା କଲି ପେପର 2ରେ ଏବଂ क्वेश्चन सहित आंसर डिस्कसन कली। जदि वीडियोटी भल लगी निहाती लाइक करिवो, चैनल को सब्सक्राइब करिवो, मो सांग मान को शेयर करिवो एवं मो प्रीवियस ईयर समस्त वीडियो मध्य नहीं आइबी को ईयर क्वेश्चन आसी आलोचना करी ता सहित ओटीटी पिला माने किपरि अधिक नंबर रखिबे सेति पई मध्य मो सुंदर सुंदर वीडियो निश्चय पोस्ट करी।